ଜୟ ଶ୍ରୀକୃଷ୍ଣ। ଭାଗବତ ଗୀତାର ଜ୍ଞାନପୂର୍ଣ୍ଣ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ମଣିଷ, ଜୀବଜନ୍ତୁ ସମସ୍ତେ ସଂଘର୍ଷ କରୁଛନ୍ତି ସେଇ ଟିକକ ସୁଖ ପାଇବା ପାଇଁ, ଯେଉଁ ସୁଖ କି ତାକୁ ଆନନ୍ଦ ଦେବ। କିନ୍ତୁ ଆନନ୍ଦ କେଉଁଠୁ ଆସିବ ସେଇ କଥାଟି ସମସ୍ତଙ୍କୁ ଜଣାନଥାଏ। ସେଇ ଶାନ୍ତି ଟିକକ ପାଇବା ପାଇଁ ସମସ୍ତେ ସବୁଦିନ ଚେଷ୍ଟା କରୁଛନ୍ତି। ଭଗବତ ଗୀତାରେ ଭଗବାନ ତାହାର ନିବାରଣ କରିଛନ୍ତି ଯେ ମଣିଷର ଦୁଃଖ ଦୂର ହୋଇ ମଣିଷ କେମିତି ଶାନ୍ତି ପାଇପାରିବ। ଭଗବତ ଗୀତାର ପ୍ରତ୍ୟେକ ଶ୍ଲୋକରେ କିଛି ନା କିଛି ରହସ୍ୟ ଲୁଚି ରହିଛି, ଯେଉଁ ରହସ୍ୟ କି ଜୀବନରେ ମଣିଷକୁ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରିବ। ଶ୍ରୋତାବନ୍ଧୁ, ଆଜି ଆମେ ଚତୁର୍ଥ ଅଧ୍ୟାୟର 18 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। କର୍ମଣ୍ୟ କର୍ମୟଂ ପଶ୍ୟେଦ କର୍ମଣି ଚ କର୍ମୟଃ ସବୁଦ୍ଧିମାନ ମନୁଷ୍ୟେଷୁ ସୟୁକ୍ତ କୃଷ୍ଣ କର୍ମକୃତ। ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖିପାରନ୍ତି ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି। ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି। ଭଗବାନ ପୂର୍ବ ଶ୍ଲୋକରେ କହିଥିଲେ 3 ପ୍ରକାର କର୍ମ ଅଛି: କର୍ମ, ବିକର୍ମ ଏବଂ ଅକର୍ମ। ପୁଣି ଭଗବାନ ଏହି ଶ୍ଲୋକରେ କହୁଛନ୍ତି କର୍ମରେ ଅକର୍ମ। ଏହି ପ୍ରକାର କର୍ମରେ ବ୍ୟକ୍ତି ନିଜ ସାମାଜିକ କର୍ତ୍ତବ୍ୟକୁ ଏକ ବୋଝ ସଦୃଶ ଚିନ୍ତା କରିଥାଏ ଏବଂ ଆଳସ୍ୟଯୁକ୍ତ ହୋଇ ତାହା ତ୍ୟାଗ କରିଥାଏ। ଏଠାରେ କୁହାଯାଇଛି ଯେ ଜଣେ କର୍ମ କରିବାକୁ ଯାଇ ଆଳସ୍ୟଯୁକ୍ତ ହେଲେ ସେ ଅକର୍ମ ସହିତ ସମାନ ହୋଇଥାଏ। କିନ୍ତୁ ବାହାରରୁ ସେ କର୍ମ ତ୍ୟାଗ କରୁଥିଲେ ମଧ୍ୟ ତାଙ୍କର ମନ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ଚିନ୍ତନ କରୁଥାଏ। ଏପରି ବ୍ୟକ୍ତିମାନେ ବାହାରକୁ ନିଷ୍କ୍ରିୟ ଦେଖାଯାଆନ୍ତି, କିନ୍ତୁ ତାଙ୍କର ଆଳସ୍ୟଯୁକ୍ତ ନିଷ୍କ୍ରିୟତା ଭାବରେ ବାସ୍ତବରେ ପାପପୂର୍ଣ୍ଣ କର୍ମ ଅଟେ। ଯେତେବେଳେ ଅର୍ଜୁନ ନିଜ ଯୁଦ୍ଧ ରୂପୀ କର୍ତ୍ତବ୍ୟ ତ୍ୟାଗ କରିବାକୁ ଇଚ୍ଛା କରୁଥିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇଲେ ଯେ ତାହା ପାପ ଅଟେ ଏବଂ ସେପରି ଅକର୍ମ ପାଇଁ ତାଙ୍କୁ ନରକଗାମୀ ହେବାକୁ ପଡ଼ିପାରେ। ଏଠାରେ ଭଗବାନ କହୁଛନ୍ତି ମଣିଷର କର୍ମ ଯଦି ମଣିଷ ଠିକ୍ ନ କରେ, ତାହେଲେ ତାହାର ଫଳସ୍ୱରୂପ ତାକୁ କଷ୍ଟ ଭୋଗିବା ପାଇଁ ହୁଏ। ଅକର୍ମରେ କର୍ମ। ଅନ୍ୟ ଏକ ପ୍ରକାରର ଅକର୍ମ ଅଛି ଯାହା କର୍ମଯୋଗୀମାନେ କରିଥାନ୍ତି। ସେମାନେ ଫଳର କୌଣସି ଆଶା ନ ରଖି କର୍ମଫଳକୁ ଭଗବାନଙ୍କ ଠାରେ ଅର୍ପଣ କରି ତାଙ୍କର ସାମାଜିକ ଦାୟିତ୍ୱ ତୁଲାଇଥାନ୍ତି। ସେଥିପାଇଁ ସମସ୍ତ ପ୍ରକାର କର୍ମ କରି ମଧ୍ୟ ସେମାନେ କର୍ମର ପ୍ରତିକ୍ରିୟାରୁ ଛନ୍ଦି ହୁଅନ୍ତି ନାହିଁ, ଯେହେତୁ ଏହା ନିଜ ସୁଖ ପାଇଁ କରାଯାଇନଥାଏ। ଭଗବାନଙ୍କ ପାଇଁ କିମ୍ବା ସମାଜ ପାଇଁ କରାଯାଇଥିବା କର୍ମର କର୍ମଫଳ ମଣିଷକୁ ଭୋଗିବା ପାଇଁ ପଡ଼ିନଥାଏ। ଭାରତ ଇତିହାସରେ ଧ୍ରୁବ, ପ୍ରହ୍ଲାଦ, ଯୁଧିଷ୍ଠିର, ପୃଥୁ ଓ ଅମ୍ବରୀଶ ଆଦି ଅନେକ ଯଶସ୍ୱୀ ରାଜା ଥିଲେ, ଯେଉଁମାନେ ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ରାଜକୀୟ କର୍ତ୍ତବ୍ୟ ପାଳନ କରୁଥିଲେ। କିନ୍ତୁ ଯେହେତୁ ସେମାନଙ୍କର ମନ ଭୌତିକ କାମନାଯୁକ୍ତ ନଥିଲା, ତାଙ୍କର କର୍ମକୁ ଅକର୍ମ କୁହାଯାଉଥିଲା। ଅକର୍ମର ଅନ୍ୟ ଏକ ନାମ କର୍ମଯୋଗ, ଯାହା ପୂର୍ବବର୍ତ୍ତୀ 2ଟି ଅଧ୍ୟାୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଛି। ୟଶ ସର୍ବେଂ ସମାରମ୍ଭା କାମ ସଂକଳ୍ପ ବର୍ଜିତାଃ ଜ୍ଞାନାଗ୍ନି ଦଗ୍ଧ କର୍ମାଣଂ ତମାହୁ ପଣ୍ଡିତଂ ବୁଧାଃ। ଯାହାର ପ୍ରତ୍ୟେକ କର୍ମ ଭୌତିକ କାମନା ରହିତ ହୋଇଥାଏ ଏବଂ ଯେଉଁମାନେ ତାଙ୍କର କର୍ମର ପ୍ରତିକ୍ରିୟାକୁ ଦିବ୍ୟ ଜ୍ଞାନ ରୂପକ ଅଗ୍ନିରେ ଦଗ୍ଧ କରି ଦେଇଥାନ୍ତି, ସେମାନଙ୍କୁ ବିଜ୍ଞ ମହାତ୍ମାମାନେ ଜ୍ଞାନୀ କହିଥାନ୍ତି। ଶ୍ରୋତାବନ୍ଧୁ, ଏହି ଶ୍ଲୋକରେ ଆମେ ଜାଣିବା ଯେ ପ୍ରକୃତିର ଜ୍ଞାନୀ କିଏ। ଜୀବ ଆନନ୍ଦ ସିନ୍ଧୁ ଭଗବାନଙ୍କର ଏକ କ୍ଷୁଦ୍ର ଅଂଶ ହୋଇଥିବାରୁ ସ୍ୱଭାବତଃ ଆନନ୍ଦ ଖୋଜିଥାଏ।
ସେ ସବୁବେଳେ ଆନନ୍ଦ ଖୋଜିଥାଏ ଏବଂ ଖୁସିରେ ରହିବା ପାଇଁ ଚେଷ୍ଟା କରୁଥାଏ। କିନ୍ତୁ ମାୟା ଶକ୍ତି ଦ୍ୱାରା ଆବରଣଯୁକ୍ତ ହୋଇ ଭୁଲବଶତଃ ସେ ନିଜକୁ ମାଇକ ଶରୀର ମନେ କରିଥାଏ। ଏହି ଅଜ୍ଞାତା ଯୋଗୁଁ ସେ ଭୌତିକ ସଂସାରରୁ ଆନନ୍ଦ ପାଇବାକୁ କର୍ମ କରିଥାଏ। ଏସବୁ କର୍ମ ଯେହେତୁ ଇନ୍ଦ୍ରିୟ ତଥା ମାନସିକ ସୁଖ ପ୍ରାପ୍ତିର ଲାଳସାରେ ପ୍ରେରିତ ହୋଇଥାଏ, ଜୀବକୁ ତାହା କର୍ମର ପ୍ରତିକ୍ରିୟାରେ ବାନ୍ଧି ଦିଏ। ଆନନ୍ଦ ଖୋଜି ଖୋଜି ସେ କର୍ମ ବନ୍ଧନରେ ପଡ଼ିଯାଏ। ଅନ୍ୟ ପକ୍ଷରେ ଯେତେବେଳେ ଜୀବ ଦିବ୍ୟ ଜ୍ଞାନରେ ଉଦ୍ଭାସିତ ହୁଏ, ସେ ବୁଝିପାରେ ଯେ ସେ ଖୋଜୁଥିବା ଆନନ୍ଦ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁରୁ ମିଳିବ ନାହିଁ, ବରଂ ଏହା ଭଗବାନଙ୍କର ପ୍ରେମପୂର୍ଣ୍ଣ ସେବା ଦ୍ୱାରା ମିଳିବ। ଯେତେବେଳେ ମଣିଷ ଭଗବାନଙ୍କର ସେବା କରିବ, ଗୁଣଗାନ କରିବ, ସେ ଆନନ୍ଦ ସେ ଅନୁଭବ କରିପାରିବ। ସେତେବେଳେ ସେ ତାର ପ୍ରତ୍ୟେକ କର୍ମ ଭଗବାନଙ୍କର ସୁଖ ପାଇଁ କରିବାକୁ ଚେଷ୍ଟା କରିଥାଏ। ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ତୁମେ ଯାହା କରୁଛ, ଯାହା ବି ଖାଉଛ, ଯଜ୍ଞର ଅଗ୍ନିରେ ତୁମେ ଯାହା ବି ଅର୍ପଣ କରୁଛ, ଯାହା ତୁମେ ଦାନ ଦେଉଛ, ଯାହା ବି ସାଧନା କରୁଛ, ହେ କୁନ୍ତୀପୁତ୍ର, ତୁମେ ମୋତେ ଅର୍ପଣ କର। ଏହିପରି ପ୍ରବୁଦ୍ଧ ଜୀବମାନେ ଯେହେତୁ ଭୌତିକ ସୁଖ ପ୍ରତି ଉଦ୍ଦିଷ୍ଟ ସ୍ୱାର୍ଥଯୁକ୍ତ କର୍ମ ତ୍ୟାଗ କରି ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିଥାନ୍ତି, ସେମାନଙ୍କର କର୍ମ କୌଣସି ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ। ଦିବ୍ୟ ଜ୍ଞାନର ଅଗ୍ନିରେ ସେସବୁ ପ୍ରତିକ୍ରିୟା ଭସ୍ମ ହୋଇଯାଏ। ତ୍ୟକ୍ତ୍ୱା କର୍ମଫଳାସଙ୍ଗ ନିତ୍ୟତୃପ୍ତ ନିରାଶ୍ରୟଃ କର୍ମଣ୍ୟବିପ୍ରବୃତ୍ତୋऽପି ନୈବ କିଞ୍ଚିତ୍ କରତି ସଃ। ଭଗବାନ କହୁଛନ୍ତି, ଏହିପରି ବ୍ୟକ୍ତିମାନେ ଫଳର ଆସକ୍ତି ତ୍ୟାଗ କରିଥିବା ଯୋଗୁଁ ବାହ୍ୟ ବସ୍ତୁ ଉପରେ ନିର୍ଭର ନ କରି ସର୍ବଦା ତୃପ୍ତ ରୁହନ୍ତି। ସମସ୍ତ କର୍ମ କରୁଥିବା ସତ୍ତ୍ୱେ ସେମାନେ କିଛି କରୁନାହାନ୍ତି ବୋଲି ଭାବନ୍ତି। ପ୍ରିୟ ଶ୍ରୋତାଗଣ, ବାହ୍ୟ ଦୃଷ୍ଟିରୁ କର୍ମର ବିଭାଜନ କରାଯାଇ ପାରିବ ନାହିଁ। କେଉଁଠି କର୍ମ ବା କେଉଁଠି ଅକର୍ମ, ତାହା ମନର ଭାବନା ନିର୍ଦ୍ଧାରିତ କରିଥାଏ। ଜ୍ଞାନୀମାନଙ୍କର ମନ ଭଗବାନଙ୍କ ଠାରେ ନିମଗ୍ନ ରହିଥାଏ। ଭଗବାନଙ୍କ ସହିତ ଭକ୍ତିଯୁକ୍ତ ଉଲ୍ଲୀନତାରେ ସନ୍ତୁଷ୍ଟ ହୋଇ ସେମାନେ ଭଗବାନଙ୍କୁ ତାଙ୍କର ଏକମାତ୍ର ଆଶ୍ରୟ ମାନନ୍ତି ଏବଂ କୌଣସି ବାହ୍ୟ ସାହାରା ଉପରେ ନିର୍ଭର କରନ୍ତି ନାହିଁ। ଏହିପରି ମାନସିକ ସ୍ଥିତିରେ ତାଙ୍କର ସମସ୍ତ କର୍ମକୁ ଅକର୍ମ କୁହାଯାଏ। ଏକାଧାରରେ କହିବାକୁ ଗଲେ ସେମାନେ କରୁଥିବା କର୍ମ ଭଗବାନଙ୍କୁ ଅର୍ପଣ କରନ୍ତି। ସେଇଥିପାଇଁ ଏଇଠାରେ କୁହାଯାଇଛି, କର୍ମ କରି ମଧ୍ୟ ସେମାନେ କର୍ମ ନ କଲା ଭଳି ରହନ୍ତି। ଏହି ପ୍ରସଙ୍ଗରେ ଏକ ସୁନ୍ଦର କାହାଣୀ ଅଛି। ଥରେ ବୃନ୍ଦାବନରେ ଗୋପୀମାନେ ଗୋଟିଏ ଉପବାସ ରଖୁଥିଲେ। ଉପବାସ ଉଦ୍ଯାପନ କରିବାର ନିୟମ ଅନୁସାରେ ସେମାନଙ୍କୁ କୌଣସି ସାଧୁ ମହାତ୍ମାଙ୍କୁ ଭୋଜନ ଦେବାର ଥିଲା। ଯମୁନା ନଦୀ ଆର ପାର୍ଶ୍ୱରେ ବାସ କରୁଥିବା ମହାନ ସନ୍ଥ ଦୁର୍ବାସାଙ୍କୁ ଭୋଜନ ଦେବାକୁ ଶ୍ରୀକୃଷ୍ଣ ସେମାନଙ୍କୁ ପରାମର୍ଶ ଦେଲେ। ଗୋପୀମାନେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଦୁର୍ବାସାଙ୍କ ପାଖକୁ ଯିବାକୁ ବାହାରିଲେ, କିନ୍ତୁ ସେମାନେ ଦେଖିଲେ ଯେ ଯମୁନା ନଦୀରେ ବନ୍ୟା ଆସିଛି ଏବଂ କୌଣସି ନାବିକ ନୌକାରେ ପାର କରିବାକୁ ରାଜି ହେଉନାହାନ୍ତି। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଏହାର ସମାଧାନ ପଚାରିଲେ। ଶ୍ରୀକୃଷ୍ଣ କହିଲେ, ଯମୁନା ନଦୀକୁ କୁହ, ଯଦି ଶ୍ରୀକୃଷ୍ଣ ଜଣେ ଅଖଣ୍ଡ ବ୍ରହ୍ମଚାରୀ ହୋଇଯିବେ, ତାହେଲେ ସେ ତାଙ୍କୁ ମାର୍ଗ ଦିଅନ୍ତୁ। ଗୋପୀମାନେ ହସିବାରେ ଲାଗିଲେ। ସେମାନେ ଭାବିଲେ, ଶ୍ରୀକୃଷ୍ଣ ତ ଆମ ପଛରେ ପାଗଳ, ସେ ଅଖଣ୍ଡ ବ୍ରହ୍ମଚାରୀ ହେବେ କିପରି? ତଥାପି ସେମାନେ ଯେତେବେଳେ ଯମୁନାକୁ ସେହିପରି ଅନୁରୋଧ କଲେ, ଯମୁନା ନଦୀ ରାସ୍ତା ଛାଡ଼ିଦେଲେ ଏବଂ ପାଣି ସବୁ ଶୁଖିଗଲା। ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ନଦୀ ପାର କରି ଦୁର୍ବାସା ମୁନିଙ୍କ ଆଶ୍ରମକୁ ଗଲେ ଏବଂ ନେଇଥିବା ସୁସ୍ୱାଦୁ ବ୍ୟଞ୍ଜନକୁ ଗ୍ରହଣ କରିବାକୁ ମୁନିଙ୍କୁ ଅନୁରୋଧ କଲେ। ଜଣେ ସନ୍ନ୍ୟାସୀ ହୋଇଥିବାରୁ ସେ ଅଳ୍ପ ଖାଦ୍ୟ ଗ୍ରହଣ କଲେ, କିନ୍ତୁ ସେଥିରେ ଗୋପୀମାନେ ବ୍ୟଥିତ ହେଲେ। ତେଣୁ ଦୁର୍ବାସା ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ଯାଇ ଯୋଗଶକ୍ତି ବଳରେ ସେମାନେ ଆଣିଥିବା ସମସ୍ତ ପ୍ରସାଦ ଭୋଜନ କଲେ। ସେ ଏତେ ପରିମାଣରେ ଖାଇବା ଦେଖି
ଗୋପୀମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଖୁସି ହେଲେ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବ୍ୟଞ୍ଜନକୁ ସେ ଗ୍ରହଣ କଲେ। ଗୋପୀମାନେ ଏବେ ଯମୁନା ପାରି ହେବା ପାଇଁ ଦୁର୍ବାସାଙ୍କର ସାହାଯ୍ୟ ପ୍ରାର୍ଥନା କଲେ। ଦୁର୍ବାସା ଋଷି କହିଲେ, ଯମୁନା ନଦୀକୁ କହିବ, ଯଦି ଆଜି ଦୁର୍ବାସା ଋଷି ଦୁବ ବ୍ୟତୀତ ଆଉ କିଛି ଖାଇନାହାନ୍ତି, ତାହେଲେ ସେ ତାଙ୍କୁ ମାର୍ଗ ଦିଅନ୍ତୁ। ଗୋପୀମାନେ ପୁଣି ହସିବାରେ ଲାଗିଲେ। ତାଙ୍କ ଆଖି ଆଗରେ ହିଁ ଦୁର୍ବାସା ଭରି ଭରି ଭୋଜନ କରିଥିଲେ, କିନ୍ତୁ ଯେତେବେଳେ ସେମାନେ ତାହା କହିଲେ, ଯମୁନା ପୁଣି ସେମାନଙ୍କୁ ମାର୍ଗ ପ୍ରଦାନ କଲେ, ଯାହା ଦେଖି ଗୋପୀମାନେ ଅତ୍ୟନ୍ତ ବିସ୍ମିତ ହେଲେ। ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ଘଟଣାର ରହସ୍ୟ ପଚାରିଲେ। ଭଗବାନ ବୁଝାଇଦେଲେ ଯେ ଭଗବାନ ଓ ମହାତ୍ମାମାନେ ବାହ୍ୟତଃ ଯେକୌଣସି କର୍ମ କଲେ ମଧ୍ୟ ସେମାନେ ସର୍ବଦା ଦିବ୍ୟ ଚେତନାରେ ରହି କରିଥାନ୍ତି। ତେଣୁ ସେମାନେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ଅକର୍ତ୍ତା ଭାବରେ ପରିଗଣିତ ହୁଅନ୍ତି। ଯଦିଓ ଶ୍ରୀକୃଷ୍ଣ ବାହ୍ୟ ରୂପରେ ଗୋପୀମାନଙ୍କ ସହିତ ମିଳାମିଶା କରୁଥିଲେ, କିନ୍ତୁ ଆନ୍ତରିକ ରୂପରେ ସେ ଅଖଣ୍ଡ ବ୍ରହ୍ମଚାରୀ ଥିଲେ। ସେହିପରି ଯଦିଓ ଦୁର୍ବାସା ଗୋପୀମାନେ ଦେଇଥିବା ସ୍ୱାଦିଷ୍ଟ ଭୋଜନ ସେବନ କରିଥିଲେ, କିନ୍ତୁ ତାଙ୍କର ଅଭ୍ୟନ୍ତରୀଣ ମନ କେବଳ ଦୁବଘାସ ଗ୍ରହଣ କରୁଥିଲା। ଏହା କର୍ମରେ ଅକର୍ମର ଉଦାହରଣ ଅଟେ। ତେଣୁ ଆମକୁ ଜ୍ଞାନୀମାନଙ୍କୁ ବୁଝିବା ଏତେ ସହଜ ନୁହେଁ। ଯେଉଁ କର୍ମ ଭଗବାନ କରନ୍ତି, ସେହି କର୍ମ ଆମକୁ ଦେଖିବା ପାଇଁ ସହଜ ଲାଗେ, କିନ୍ତୁ ତା ଭିତରେ ହଜାରେ କାରଣ ଥାଏ। ପରବର୍ତ୍ତୀ ଭିଡ଼ିଓରେ ଆମେ ଶ୍ଲୋକ 21 ଠାରୁ ଆଗକୁ ଆଲୋଚନା କରିବା। ଯଦି ଆପଣ ଦେଖିବା ପାଇଁ ଚାହାନ୍ତି, ତାହେଲେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକ ଦେଖନ୍ତୁ। ହରେ କୃଷ୍ଣ, ଗୋବିନ୍ଦ ଆପଣଙ୍କର ମଙ୍ଗଳ କରିବେ।